যাত্রা কাହିଁକି ବର୍ତ୍ତମାନ ମୁଁ ଦେଖୁଛି ସେ ମାନେ ଇଏ ମାନେ ଯେମିତି କ୍ୟାନ୍ସର ହେଲା ଭଳିଆ ଅଲଗା ଜିନିଷ ଗୁଡ଼ା ସବୁ ବସି କ୍ୟାନ୍ସର ହେଲେ ଅଲଗା ହେଇଯିବ କଥାଟାକୁ ସିଏ ଲୋକ ସିଏ ଯାତ୍ରା ଯେଉଁ ବର୍ଗର ଲୋକମାନେ ଦେଖୁଥିଲେ ସିଏ ହୁଏତ ମଞ୍ଚକୁ ଆସିକି ବସିକି ଦେଖିବା ପାଇଁ ଡରିବେ ମାନେ ଯଦି ତାଙ୍କୁ ଖରାପ ଲାଗିବ ସିଏ ଯଦି ଫ୍ୟାମିଲି ଆସିକି ନେଇକି ବସିକି ନ ଦେଖିପାରିବେ ଯାତ୍ରାଟାକୁ ଫ୍ୟାମିଲି ଆସିକି ବସିକି ଦେଖିବା ଦରକାର। ମୁଁ କହିବା କଥା ହେଉଛି ଏଠି ମୁଁ କଣ୍ଟ୍ରୋଭର୍ସି ମୁଁ ପଶିବାକୁ ଚାହେଁନି କିନ୍ତୁ ସତ କଥା କହେ ମୁଁ ଯେଉଁମାନଙ୍କୁ ଯାହା କହିଥିବି ସେମିତି କିଛି ମନ ଭିତରେ କାହାକୁ ମୋ ପ୍ରତି ସେମିତି କିଛି ନାହିଁ। ଗୋଟିଏ ଡ୍ୟାନ୍ସର ଆମର ସବୁ ଯାକ ଅଙ୍ଗ ଯାକ ସବୁ ହିଁ ସଞ୍ଚାଳିତ ହେଇଯାଇଥିବ। ଏଇଟା ହେଉଛି ବଡ଼ିର, ଏଇଟା ହେଉଛି ଫିଟନେସ୍ ଏବଂ ଆଉ ଗୋଟେ ବଡ଼ ଜିନିଷ ହେଲା ସନ୍ତୁଳିତ ଖାଦ୍ୟ। ଲକ୍ଷ ଲକ୍ଷ ଯାତ୍ରା ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଥିବା ଆଉ ଜଣେ ମହାନ ହିରୋ ହେଉଛନ୍ତି ବିନୋଦ ନାଥ। ଦୀର୍ଘ ବର୍ଷର ଯାତ୍ରାର ଅଭିଜ୍ଞତା, ତଥାପି ସେ କଣ୍ଟ୍ରୋଭର୍ସି ଠାରୁ ବହୁ ଦୂରରେ। ଆଉ ସବୁଠାରୁ ବଡ଼ କଥା ହେଉଛି ଯାତ୍ରାରେ ରହି ମଧ୍ୟ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ଥାଆନ୍ତି, ନିଜକୁ ଫିଟନେସ୍ କରିକି ସବୁବେଳେ ୟଙ୍ଗ ଆଉ ଏନର୍ଜେଟିକ୍ ଥାଆନ୍ତି। ଏହାର ରାଜ କ'ଣ ରହିଛି? ଆଉ ବଡ଼ କଥା ହେଉଛି ଯାତ୍ରା ଇନ୍ଦ୍ରଭୁବନରେ ସିଏ ବନ୍ଧା ପଡ଼ିଛନ୍ତି ନା ତାଙ୍କର ଏଇଠି ଯେଉଁ ପରିବେଶ ତାଙ୍କୁ ବାନ୍ଧିକି ରଖିଦେଇଛି, ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋ ସହିତ ଅଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ନାୟକ ବିନୋଦ ନାଥଙ୍କ ସହିତ ଅଧିକ ଆଲୋଚନା କରିବା। ଓଟିଭିକୁ ସ୍ୱାଗତ। ନମସ୍କାର। ଅନେକ ଅନେକ ଶୁଭେଚ୍ଛା। ପୁଣି ଇନ୍ଦ୍ରଭୁବନ ଆଖଡ଼ା ପୂଜା ହେଲା, ପୁଣି ଆପଣଙ୍କ କାନ୍ଧରେ ଇନ୍ଦ୍ରଭୁବନ ଚାଲିବ। ବହୁତ ଖୁସି ଲାଗୁଛି। ତ ବହୁତ ଭଲ ଲାଗେ। ଓଡ଼ିଶାର ଦର୍ଶକ ବେଳେବେଳେ ଚିନ୍ତା କରେ ହୃଦୟରେ ଥାଆନ୍ତି ସେମାନଙ୍କର ଭଲ ପାଇବା, ଯାତ୍ରାକୁ ସେମାନଙ୍କର ଭଲ ପାଇବାଟା, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ମୋ ଦର୍ଶକ ବନ୍ଧୁମାନଙ୍କ ପାଇଁ। ତାଙ୍କ ପାଇଁ ହୁଏତ ଆଜି ଏଠି ଠିଆ ହେଇପାରିଛୁ, ସେମାନଙ୍କୁ ଭଲ ପାଇବା ପାଇଁ। ନହେଲେ ଯାତ୍ରାର ଯେଉଁ କଷ୍ଟ, ଇଟ୍ ମିନ୍ସ ଯେଉଁ ଯାଯାବର ଜୀବନ, ସେଇଟା ଟିକେ ଭାରି କଷ୍ଟ ଟିକେ ଲାଗେ। 3 ଦିନ ପରେ ଉଠିକି ଏଠିକି ଯା ସେଠିକି ଯା, ଘର ସଂସାର ଛାଡ଼ିକି କଷ୍ଟ ଟିକେ ଲାଗେ। କିନ୍ତୁ ସେ କଷ୍ଟଟା ଭୁଲି ଯାଉ କେବଳ ଦର୍ଶକମାନଙ୍କର ଭଲ ପାଇବା ଏବଂ ଅଭିନୟ ଭିତରେ ମଜିଯିବା, ଏଇଟା ଏବଂ ସେଇଟା ଓଡ଼ିଶାର ଯାତ୍ରା ଭଳି ଗୋଟିଏ ଜିନିଷ ଯେଉଁଟାକି ଓଡ଼ିଶାରେ ଅଛି। ମୁଁ ସବୁବେଳେ କହୁଛି ବିଶ୍ୱରେ କେଉଁଠି ନାହିଁ ଯେଉଁଟାକି ଓଡ଼ିଶାର ଯାତ୍ରା ଦର୍ଶକମାନେ ତାକୁ ଭଲ ପାଇବା ଦେଇଛନ୍ତି। ଏବଂ ଓଡ଼ିଶାର ଗୋଟେ ଏଣ୍ଟରଟେନମେଣ୍ଟ କ'ଣ କହିବାକୁ ହେଲେ ଆମ ଯାତ୍ରାକୁ ହିଁ ବୁଝାଏ। ଆମେ ଛୁଆଟି ବେଳେ ଆମେ ଦେଖି ଆସିଛୁ, ଆଉ ଏପର୍ଯ୍ୟନ୍ତ ମଧ୍ୟ ତାର ଭଲ ପାଇବାଟା ଅଧିକ ବଢ଼ି ଚାଲିଛି। ସେଇଟା କେବଳ ଦର୍ଶକମାନଙ୍କର ଭଲ ପାଇବା ପାଇଁ। ଆଉ ମୋର ଦର୍ଶକମାନଙ୍କୁ ଏ କଥା କହିବି, ଦର୍ଶକମାନଙ୍କ ଭଲ ପାଇବା ପାଇଁ ଯେହେତୁ ହେଇଛି, ଯାତ୍ରାକୁ ଆମେ କଳୁଷିତ କରିବା ନାହିଁ। ସେଟାକର ମୁଁ ସବୁବେଳେ କହି ଆସିଛି, ଆମ ପ୍ରଥମ କର୍ତ୍ତବ୍ୟ ହେଲା ଆମ ସମସ୍ତଙ୍କର କିଛି ନା କିଛି ଅଛି, ଭାଗିଦାର ଅଛି। ଆମେ ସ୍ୱର ଉତ୍ତୋଳନ କରିପାରିବା ଏବଂ ତାର ସଂସ୍କାର ଆଣିପାରିବା ଏବଂ କେମିତି କ'ଣ ହେଇପାରିବ ତାର ମାନେ ଯେଉଁଟାକି କିଛି ଗୋଟେ ଆମର ମନେକର ଆପଣ ମନ ଭିତରେ ପଶିଛି କିଛି ଅଳିଆ ଅଛି ବୋଲି, ତ ସେଇଟା କିଛି କିନ୍ତୁ ହଟେଇକି ପୁଣି ଯାତ୍ରାକୁ ପୁନରୁଦ୍ଧାର କରିକି ପୁରୁଣା ଯାତ୍ରାକୁ ଆମେ ଫେରି ପାଇବା, ସେଇଥିପାଇଁ ସମସ୍ତଙ୍କର ଚେଷ୍ଟା ରହିବା ଦରକାର। ଏବଂ ପୁରୁଣା ଯାତ୍ରା ହିଁ ଯାତ୍ରା ଥିଲା, ଯାତ୍ରା ଅଛି। ଆଉ ସେଇଥିପାଇଁ ଆମେ ଯାତ୍ରା ଉପରେ ଫୋକସ୍ ଦେବା। ଯାତ୍ରା ଭିତରେ ମେଲୋଡ଼ି, ରେକର୍ଡ଼ ଡ୍ୟାନ୍ସ ଏଇଟା ହେଉଛି ଗୋଟେ ମାଧ୍ୟମ, ଯେହେତୁ ଗୋଟେ ଇଏ। ତେଣୁ ମୁଁ କହିବା କଥା, ଯାତ୍ରାରେ ଆପଣମାନେ ଯେଉଁଟା ଭାବୁଛନ୍ତି କିଛି ଗୋଟେ ଟ୍ରେଣ୍ଡ ଚାଲୁ, କିଛି ଆପଣମାନଙ୍କ ପାଇଁ କିଛି ଗୋଟେ ହେଇଛି, କିଛି ଗୋଟେ ଅଶ୍ଳୀଳତା ପଶି ଆସିଛି, ଆପଣ ଯାହା ଭଲ ମନ୍ଦ ହେଇଛି ସେଗୁଡ଼ାକ ଆମେ ଦୂର କରିବା। ଆମ ସମସ୍ତଙ୍କର ଇଟ୍ ମିନ୍ସ କ'ଣ, ମାଲିକ ହଉ କି ଆମର ଦର୍ଶକ ହଉ କି ଆମର କମିଟି ଭାଇ ହଉ କି କଳାକାର ହଉ, ଆମେ ସମସ୍ତେ କି ରାଇଟର ଡିରେକ୍ଟର, ଆମେ ସମସ୍ତେ ସହଭାଗିତାରେ ଆକୁ କେମିତି କ'ଣ ହେଇପାରିବ, କାହାକୁ ଚାପ ପକାଇଲେ ଏଇ ଜିନିଷଟାକୁ ଦୂର ହେଇପାରିବ, ଏଇଟା ହିଁ କଲେ ଏବଂ ଯାତ୍ରାର ଆସ୍ତେ ଆସ୍ତେ ସେ ଜିନିଷଟା ଦୂର ହେବ ଏବଂ ଯାତ୍ରା ଏବଂ ଭଲ ପାଇବା ଆଉ ଟିକେ ବଢ଼ି ଚାଲିବ। ବିନୋଦ ବାବୁ, ଆଜ୍ଞା। ପ୍ରତି କଳାକାର ବର୍ଷେ ଭିତରେ ଗୋଟେ ପାର୍ଟି ଚେଞ୍ଜ କରିଦିଅନ୍ତି, କିଏ 2 ବର୍ଷ ରହନ୍ତି। ଆପଣ କିଏ ଏମିତି ବାନ୍ଧି ରଖିଥିଲା ଇନ୍ଦ୍ରଭୁବନ, ଯେଉଁଟା ବନ୍ଧା ପଡ଼ିକି ରହିଗଲେ? ନାଇଁ ସେମିତି ନାହିଁ। ଶୁଣନ୍ତୁ, ଆମର ପାଇବା ଅଧିକ ମିଳିଯାଇଛି ବୋଧେ। ବହୁତ ମାଲିକକୁ ଆମେ ଚାନ୍ସ ଦେଉ, ବହୁତ କଳାକାରକୁ ଚାନ୍ସ ଦେଇଥାଉ, ଏଇଥିପାଇଁ ଯେ ସେମାନଙ୍କ ସହିତ କାମ କରିବାର ମୌକା ମିଳିନଥାଏ। ଆଉ ମାନେ ପଇସା ପାଇଁ ନୁହେଁ, କିଏ ତ ସମସ୍ତେ କୁହନ୍ତି ପଇସା ପାଇଁ, ଭଲ ମନ୍ଦ ପାଇଁ, କିଏ କୁଆଡ଼େ କ'ଣ ଜମ୍ପ କରୁଛି, ଏ କରୁଛି, କରୁଛି ନା, ସେ ଆମମାନଙ୍କ କ୍ଷେତ୍ରରେ ସେଇଆ ନଥାଏ। କାରଣ ମୁଁ ଅତୀତରେ ପଇସା ଫେରେଇକି ମଧ୍ୟ ମୁଁ ଆପଣଙ୍କୁ କହିଛି,
ମୁଁ ଦର୍ଶକମାନଙ୍କ ପାଇଁ ହେଉଛି, କାହିଁକିନା ଦର୍ଶକମାନେ କିଛି ଭଲ ପାଇବାଟା ଯଦି ଆମେ ଫୋପାଡ଼ି ଦେବେ ସେଇଟା ଭଲ ଲାଗିବ ନାହିଁ। ତ ସେଇଥିପାଇଁ ଏସବୁ କରିବାକୁ ପଡ଼େ। ତେଣୁ ଯାହା ହଉ ଆପଣମାନଙ୍କ ଭଲ ପାଇବା ଅଛି। ନାଟକ ଇନ୍ଦ୍ରଭୁବନର ମୁଁ ଏ ବର୍ଷ ଦ୍ୱିତୀୟ ବର୍ଷ କଣ୍ଟିନ୍ୟୁଟି କଲି। ଗତ ବର୍ଷ ମଧ୍ୟ ଭଲ ଫୋକସରେ ଥିଲା ନାଟକ ଗୁଡ଼ା, କେତେଗୁଡ଼ା ନାଟକ ଭଲ ଭଲ ନାଟକ ଥିଲା। ଏ ବର୍ଷ ମଧ୍ୟ ଯେଉଁ ନାଟକ 3 ଖଣ୍ଡ ମଧ୍ୟ ହେବାକୁ ଯାଉଛି, ସେ ବଢ଼ିଆ ବଢ଼ିଆ ନାଟକ। ମୁଁ ନିଜେ ମଧ୍ୟ ସେ ନାଟକକୁ ଅନୁଭବ କରିପାରୁଛି। ତା ଟାଇଟଲ 3ଟାରୁ ଆପଣମାନେ ନିଶ୍ଚୟ ସେ ଜମକ ପାଇବେ। ଯାତ୍ରା ସେ ନାଟକ ଗୋଟିଏ ନାଟକ ରହୁଛି ମୋ ସ୍ୱାମୀ ତୋର କ'ଣ ହବ, ଆଉ ଗୋଟେ ହେଉଛି କି ଅଲାଜୁକି, ଯେଉଁଟାକି ହେଭି ଷ୍ଟୋରି, ଏକଦମ ଆପଣ ନିଶ୍ଚୟ ପାଇବେ। ଆଉ ଗୋଟେ ଟାଇଟଲ ରହିଛି ଠକ। ଏ ଟାଇଟଲ ଶୁଣିକି ମୁଁ ବୋଧେ 7 ଦିନ ହେଲା ହସିଛି ଏ ଟାଇଟଲକୁ ନେଇକି। ସାର୍ କେମିତିଆ ବାଗେଇଥିବେ ସେଇଟା ନିଶ୍ଚୟ ମାନେ ଜଣା ପଡ଼ିଯାଉଛି କେବଳ ଏ ତିନିଟା ଯାକରେ ଆପଣଙ୍କୁ ଅଫ୍ ନାହିଁ? ନାଇଁ, ନୂଆ ନାଟକ ଅଛି। ତ 3 ଜଣ ନାଟକରେ ନିଶ୍ଚୟ ଆପଣ ଦେଖିବାକୁ ପାଇବେ ବୋଲି ମୋର ଆଶା। ଆଉ ତେଣୁ କ'ଣ ହେବ ଭବିଷ୍ୟତରେ ମୁଁ କହିପାରୁନାହିଁ, କିନ୍ତୁ ଯାହା ଜଣାପଡ଼ୁଛି 3 ଖଣ୍ଡ ନାଟକର ଷ୍ଟୋରିର ଦମ୍ ରହିବ। ଆଜ୍ଞା, ଏଇ ପାର୍ଟି ଏଇ ନାଟକକୁ ନେଇକି ଯୁଦ୍ଧ ଲଢ଼ିପାରିବେ? ନିଶ୍ଚୟ। ଖାଲି ଲଢ଼ିପାରିବନି, ମୁଁ ଆପଣଙ୍କୁ କହିଦେଉଛି। ଆପଣ ଯଦି ନାଟକ ଦେଖିବାକୁ ଆସିବେ, ଆଉ ଇନ୍ଦ୍ରଭୁବନ ନାଟକ ଦେଖିବେ, ଏଇ 3 ଖଣ୍ଡ ନୂଆ ନାଟକ ଆପଣ ଦେଖିବେ। ଆପଣଙ୍କୁ କହିଦେଉଛି, କାରଣ ଏଇ ନୂଆ ନାଟକ 3 ଖଣ୍ଡର ବହୁତ ଷ୍ଟୋରିର ଦମ୍ ରହିବ, ନାଟକୀୟତା ରହିବ, ଏବଂ ଆପଣଙ୍କର ନିଶ୍ଚୟ ପଇସା ଅସୁଲ ରହିବ। ଆଉ ଆମେ ଯାତ୍ରା କାହାଣୀ ଉପରେ ଫୋକସ୍ ଦେଇଛୁ, ଚରିତ୍ର ଉପରେ ଫୋକସ୍ ଦେଇଛୁ, ଏବଂ ଟାଇଟଲ ମଧ୍ୟ 3ଟା ମସ୍ତ ହେଇଛି, ମୁଁ ଆପଣଙ୍କୁ କହୁଛି। ହଉ, ସେଇଟା ବି ଆଶା ରଖିବା। ଯେତେ ବୟସ ବଢ଼ୁଛି ଆପଣ ସେତେ କ'ଣ ସୁନ୍ଦର ହେଇଯାଉଛନ୍ତି, ଆହୁରି ଅଧିକ ସୁନ୍ଦର ହେଇଯାଉଛନ୍ତି। ତାର ସିକ୍ରେଟ୍ କ'ଣ? ମାନେ ଫିଟନେସ୍, ମାନେ ଜିମ୍ ଯିବା କିଛି ଅଛି କି? ନାଇଁ ଜିମ୍ ଆମେ ରାତିରେ ଫିଟନେସ୍ଟା ହେଉଛି ରାତିରେ ଯେଉଁ ନାଟକ ଆମର ମଞ୍ଚରେ ନାଟକ କରୁ, ସେଠି ଡ୍ୟାନ୍ସ ମିଳେ, ଫାଇଟିଂ ମିଳେ, ଦୌଡ଼ା ଧାପଡ଼ା ମିଳେ, କସରତ ମିଳେ, ମେଣ୍ଟାଲ ଆଉ ଫିଜିକାଲ, 2ଟା ଯାକ ଆମେ ଏକ୍ସରସାଇଜ ସେଇଠି ହୁଏ। ଆପଣ ଯୋଗ କୁହନ୍ତୁ, ଏକ୍ସରସାଇଜ କୁହନ୍ତୁ, କ'ଣ ଧ୍ୟାନ କୁହନ୍ତୁ, କି କିଏ ଚାଲିବା କୁହନ୍ତୁ, ସେଇଟା ହେଉଛି ବଡ଼ ଜିନିଷ, ଯେଉଁଟାକି ଭାଗ୍ୟରେ ଗୋଟିଏ ନୁହଁ 2ଟା ଡ୍ୟାନ୍ସ ମଧ୍ୟ ପଡ଼େ। ଗୋଟିଏ ଡ୍ୟାନ୍ସରେ ଆମର ସବୁ ଯାକ ଅଙ୍ଗ ଯାକ ସବୁ ହିଁ ସଞ୍ଚାଳିତ ହେଇଯାଇଥିବ। এইটা ହେଉଛି ବଡ଼ିର, ଏଇଟା ହେଉଛି ଫିଟନେସ୍। ଏବଂ ଆଉ ଗୋଟେ ବଡ଼ ଜିନିଷ ହେଲା ସନ୍ତୁଳିତ ଖାଦ୍ୟ। ମୁଁ ଆପଣଙ୍କୁ କହିଦେଲି ଯାତ୍ରାରେ ଆପଣ ସନ୍ତୁଳିତ ଖାଦ୍ୟ ପାଉଛନ୍ତି? ଛୁଆଟି ବେଳୁ ମୁଁ ଯାତ୍ରାରୁ ଏବେ ବି ମୁଁ ତା ଇଏଟାକୁ ବଜାୟ ରଖିଛି। ଛୁଆଟି ବେଳୁ ଫଳମୂଳ ଖାଇକି ମୁଁ ବଞ୍ଚିଛି ଆଜ୍ଞା, ଆଉ ଦେଶୀ ଜିନିଷ ଖାଇକି ବଞ୍ଚିଛି, ଆଉ ବହୁତ ଭଲ ପାଏ। ଆଉ ଭାତ ଖାଇବି ନାହିଁ, କିନ୍ତୁ 10-12ଟା କଦଳୀ ଖାଇଦେବି, ଫଳ ଖାଇଦେବି, 2-4ଟା ଫଳ ଚୋବେଇ ଦେବି, ଆମ୍ବ 2-4ଟା ଖାଇଦେବି, ଅଙ୍ଗୁର 5 କିଲୋ ଖାଇଦେବି। ଏଇଟା ମୋ ଛୁଆଟି ବେଳୁ ମୋର ଅଭ୍ୟାସ। ଆମିଷ ପ୍ରତି ବହୁତ ଆକୃଷ୍ଟ ହୁଅନ୍ତି? ଫଳମୂଳ, ହଁ, ପିଜୁଳି ଯଦି ସେଟା ଯଦି ଖାଇବି ପୁଣି କ'ଣ ମାନେ ଦେଶୀ ଜାତୀୟ ମାଛ, ଦେଶୀ ମାଛ ସବୁ, ଚାନ୍ଦବାଲି ମାଛ ହେଲା, ସବୁ ଦେଶୀ ମାଛ, ଆମର ସବୁ ବନ୍ଦର ମାଛ ସବୁ ଆସେ। ଆଉ ମାଛ ଶୁଖୁଆର ଏରିଆ, ଆମେ କଙ୍କଡ଼ା ଏରିଆ। ବୁଲୁଥିବେ ଆପଣ, କେମିତି ଏସବୁ ଦେଶୀ ଖାଦ୍ୟ? ଦେଶୀ ଖାଦ୍ୟ ସଂଗ୍ରହ କରିବାକୁ ପଡ଼େ। ତା ମାନେ କ'ଣ, ରାତିରେ ଖାଇଲା ସମୟରେ ଫଳ 2ଟା ଫଳ ମିଳିବ ଖାଇବି, କଦଳୀ ତ ତା ଭିତରେ ଅଛି ମିଳିବ, ଫଳମୂଳ ତ ମିଳିବ ନା ନାହିଁ, ତା ସାଙ୍ଗରେ ବାଦାମଟି ଥିବ। ରାତିରେ ଖାଦ୍ୟ ହେଲା ହେଉଛି ଏଇଆ ହେଲା। ଆଉ ତାପରେ ସକାଳ ତ ଆମେ ଯାହା ଆସୁ ଗରମ କରି ଜିନିଷ ଖାଉ। ଆଉ ଦ୍ୱିପହର ଯାହା ଖାଦ୍ୟ ହେଉଥିବ କିଛି ତା ସାଙ୍ଗରେ ଶାଗ ଫାଗ ହେନା ଟେନା, ବର୍ତ୍ତମାନ ଜୀବନଶୈଳୀ କଥା କହୁଛି। ଛୁଆଟି ଭଳି ଅଧିକ ଖାଇକି ଆସିକି ଏପର୍ଯ୍ୟନ୍ତ ସେଇ ଜିନିଷଟାକୁ କଣ୍ଟିନ୍ୟୁଟି କରିକି ଏପର୍ଯ୍ୟନ୍ତ ରଖାହେଇଛି। ତା ସହିତ ରାତିରେ ଏକ୍ସରସାଇଜ କରିବାକୁ ପଡ଼ୁଛି, ମେଣ୍ଟାଲ ଆଣ୍ଡ ଫିଜିକାଲ। ନାଇଁ, ଯେଉଁ କଥାଟା ଆପଣ ଖାଦ୍ୟ, ସନ୍ତୁଳିତ ଖାଦ୍ୟ, ଆପଣ ହେଉଛନ୍ତି ଷ୍ଟାର ଇନ୍ଦ୍ରଭୁବନର। ବାବୁଙ୍କ ଉପରେ ପ୍ରେସର ପକାଉନାହାନ୍ତି ଯେ ଭାଇ ମୋ ଏ ଖାଦ୍ୟ ନହେଲେ ମୁଁ ଖାଇପାରିବି ନାଇଁ, ନାହିଁ, ସେମିତି ମୋତେ ଏ ଖାଦ୍ୟ ଦେବେ ଆଣିକି ବାବୁ? ନାଇଁ, ସେମିତି ନାହିଁ, ସେମିତି ଲୋକ ଆମେ ନୁହଁ, ହେଲା କି? ସେମିତି ନାହିଁ, ସେମିତି କୁହାଯାଏନି। ଆମେ ପଇସା ପାଉଛୁ, ଆମେ କିଣି ଖାଇପାରିବାନି, ସେ ହେଲା କଥା। ସେଇ ସବୁ ଛୋଟିଆ ଜିନିଷ ଖାଇବା କଥା, ନିଜେ ଖାଇବା କଥା। ବିନୋଦ ବାବୁ, ଆପଣ ଆସିଲେ, ଅଭିନୟଟା କ'ଣ ଶିଖିଥିଲେ ନା ଏଇଠିକୁ ଆସିକି ସବୁ ଅଭ୍ୟାସରେ ପଡ଼ିକି? ନାଇଁ, ଅଭିନୟଟା ଆମେ ସେଠି ଶିଖିଥିଲୁ, ଜନକଲ୍ୟାଣୀ ପାଠାଗାର, ପାଞ୍ଚପଡ଼ା ଚାନ୍ଦବାଲି, ସେଠି ମୋର ପ୍ରଥମ ନାଟକ, ହେଲା କି? ସେଠି ପ୍ରଥମ ନାଟକ, ତ ସେଠୁ ପ୍ରଥମ ହିରୋ, ସେଠୁ ଗାଁ ଆଖଡ଼ାରେ ମୁଁ ଶିଖିଥିଲି। ସେଇଠୁ କଲେଜ କ୍ୟାରିୟର ଡ୍ରାମାଟିକ୍ ସେକ୍ରେଟାରୀ ଥିଲି କଣ୍ଟିନ୍ୟୁଅସଲି 4 ବର୍ଷ।
ତାପରେ ସେଠୁ ଡ୍ରାମା କରିକି ସେଠୁ ବେଷ୍ଟ ଆକ୍ଟର ଏବଂ ଡ୍ରାମା ପ୍ରତି ଯେଉଁ ଆଗ୍ରହ ହେଲା ସେଠି ଗୀତ ନାଚ ଅଭିନୟ ମୋ କଲେଜ କ୍ୟାରିୟରରୁ 5 ବର୍ଷ ଯାକ ହିଁ ପୁରା ମଜ୍ଜିତ ହେଇକି ଥିଲି। ଏବେ 25 ବର୍ଷ ହେଇଗଲାଣି ଯାତ୍ରାରେ। ଯାତ୍ରାରେ 30 ବର୍ଷ ହେଇଯିବ। କ'ଣ ପାଇଲେ ଯାତ୍ରାରେ? ଯାତ୍ରାରୁ ଆଗରୁ ଯାତ୍ରାଟାକୁ ମୁଁ ଟିକେ ବହୁତ କଷ୍ଟ ମାନେ ଟିକେ ଦୂରରୁ ଦେଖିଥିଲି। ଏବେ ଯାତ୍ରାଟାକୁ ପାଖରୁ ଦେଖିବାକୁ ପଡ଼ୁଛି, ଖୁସି ଲାଗୁଛି। କାହିଁକି ଖୁସି ଲାଗୁଛି? ଯେହେତୁ ଯାତ୍ରାର ଲୋକପ୍ରିୟତାଟା ବଢ଼ିଯାଇଛି, ଦର୍ଶକ ଜାଣି ହେଉଛି ଯେ ତାଙ୍କ ଭଲ ପାଇବାଟା ଦେଇଛନ୍ତି, ମଞ୍ଚରେ ଦେଖୁଛନ୍ତି, ଟିଭି ପର୍ଦ୍ଦାରେ ଦେଖୁଛନ୍ତି, ଖୁସି ପାଉଛନ୍ତି। ଆଉ ସେତିକି ଖୁସି ହେଲେ ଗୋଟେ କଳାକାର ଜୀବନରେ ଆଉ କ'ଣ ଥାଏ? ଦର୍ଶକ ଖୁସିରେ ଆମେ ଖୁସି। ପରିବାରରେ ଆପଣ ଏକା ଯାତ୍ରାରେ ନା ଆଉ କିଏ ଅଛନ୍ତି? ଆପଣଙ୍କ ପରିବାର, ଆପଣ ବ୍ୟକ୍ତିଗତ ପରିବାର? ନାଇଁ 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 ଜଣେ ଆଉ କିଏ ନାହାନ୍ତି? ବାପା ମା ଯାତ୍ରାରେ ଦେଖିକି ଖୁସି? ସେ ହଁ, ବାପା ବହୁତ ଭଲ ପାଆନ୍ତି ଯାତ୍ରାକୁ। ତାଙ୍କ ପାଇଁ ମୁଁ ଆସିଥିଲି। ସେ ହେଉଛନ୍ତି ପ୍ରଥମ ପ୍ରଦର୍ଶକ। ତାଙ୍କ ଭଲ ପାଇବା ପାଇଁ ଯାତ୍ରାଟା ହୁଏତ କ'ଣ କେମିତି କ'ଣ ସେ ଠାକୁର ଡାକିଲେ କ'ଣ କଲେ ଜାଣିଲେ ମୁଁ ଟାଣି ହେଇକି ପଳେଇ ଆସିଲି। 30 ବର୍ଷ ଭିତରେ କେଉଁ କଳାକାରଙ୍କ ସହିତ ଆପଣ ଅଭିନୟ କରିପାରନ୍ତି ଗୋଟେ ଅଫସୋସ? କେଉଁ କଳାକାରଙ୍କ ସହିତ ଅଭିନୟ ନା ସମସ୍ତଙ୍କ ସହିତ ସରିଯାଇଛି? ନାଇଁ ମ୍ୟାକ୍ସିମମ୍ ଲୋକଙ୍କ ସହିତ ଅଭିନୟ ସରିଛି। ଆଉ କେତେ ଜଣ ସହିତ କ'ଣ ସମୟ ହେଇପାରେ? ହେଲା, ସମୟ ଏମିତି କଟିଯିବ ମୋତେ କଳାକାର ଯେ ଅମକ ଲୋକଙ୍କ ସହିତ ସେଇ କଳାକାରଙ୍କ ସହିତ ମ୍ୟାକ୍ସିମମ୍ ମେଜରିଟି 80% କଳାକାର ସହିତ ଅଭିନୟ ସରିଛି। ଆଉ କେତେ ଜଣ ଅଛି ଯେଉଁଟାକି ତାଳମେଳ କେବେ ଖାଇନି। ହଁ, ବିନୋଦ ବାବୁ କାହାଠୁ ଶିଖିଛନ୍ତି କି? ବଡ଼ ବଡ଼ ଯାତ୍ରା କଳାକାର ଅଛନ୍ତି, କିମ୍ବଦନ୍ତୀ କଳାକାର ଅଛନ୍ତି, ଲିଜେଣ୍ଡ ଅଛନ୍ତି, ତାଙ୍କୁ ଗୁରୁ କରିଛନ୍ତି? ଶୁଣନ୍ତୁ, ସମସ୍ତେ ମୁଁ ଯାହାକୁ ତ ଯାହା ଶିଖିବା କଥା ମୁଁ ଶିଖେ। ସମସ୍ତଙ୍କ ପାଖରେ ସବୁ ଜିନିଷ ପରିପୂର୍ଣ୍ଣ ଯେ ହେଇକି ଥିବ ଏବଂ ୟୁନିକ୍ ହେଇକି ଥିବ ତାହା ନାହିଁ। ଶିଖିଛନ୍ତି କିଛି? ତ ମୋର ଯାହା କତୁରୁ ଯେଉଁ ଯାତ୍ରାର ଯେତିକି କଳାକାର ଅଛନ୍ତି ସେମାନଙ୍କ କତୁରୁ ବହୁତ କଳାକାର କତୁରୁ ଶିଖିଛି। ମୁଁ ଅନୁକରଣ ମଧ୍ୟ କରେ ଏବଂ ସେମାନେ କେହି ନା କେହି ମୋ ଛାତି ଭିତରେ ଅଛନ୍ତି। ଆପଣଙ୍କ ନଜର ଏକ ନୁହେଁ ଅନେକ, ଏକ ନୁହେଁ ଜଣେ କୁହନ୍ତୁ, ଜଣ ଅନେକ। କଥା ନାଇଁ ସେମିତି ମୁଁ ନାହିଁ, ମୁଁ ତ ଜଣେ ତ ଶ୍ରେଷ୍ଠ ଆପଣଙ୍କ ନଜର ସେମିତି ଜଣେ ନାହିଁ। ମୁଁ ଶୁଣନ୍ତୁ, ଆପଣ ମୁଁ କହି ମୋ ଷ୍ଟାଇଲ ହେଉଛି ଅଲଗା, ମୋ ଶିଖିବାର ଷ୍ଟାଇଲ। ମୋର ଅନେକ ଗୁରୁ ମାନଙ୍କର ତାଙ୍କ ଷ୍ଟାଇଲ ମୋ କତିରେ ଅଛି। ହରସାର ଡାଇଲଗ କହିବ, ତାଙ୍କ ଡାଇଲଗ ସାରଙ୍କର ଗୋଟେ ଲେଖା କହିଲେ କଳାକାରକୁ ଏତେ ମଜା ଲାଗେ ଯେ ଧାରଣା ବାହାରେ। ଆଉ ସେ ନାଟକୁ ଡାଇଲଗ କାଟିଦେଲେ ତା ମଜା କୁଆଡ଼େ ପୁରା ଉଡ଼ିକି ପଳେଇଯିବ। ବୁଝିପାରିଲେ କଥାଟାକୁ? ତ ସେଇ ଟାଇପ୍ର ମୋର ମାନେ ବହୁତ ୟୁନିକ୍ ମାନେ କଳାକାର ଅଛନ୍ତି ଯେଉଁମାନେ ଅଭିନୟ କରି ସେମାନଙ୍କ କତୁରୁ ମୁଁ ଶିଖିଛି ବହୁତ କିଛି। ଦେବୀରଥ ହେଲେ, ଦୈତାରୀ ପଣ୍ଡା ହେଲେ, ନୀରଜ ସ୍ୱାଇଁ ହେଲେ, ଯେଉଁ ଭେଟେରାନ୍ ଆର୍ଟିଷ୍ଟ ମଧ୍ୟ ମୋ ସହିତ ଏମାନେ ମଧ୍ୟ ଥିଲେ। ମାନେ ଖାଲି ସେମାନେ ନୁହଁ, ମୋ କତୁରୁ କେତେ କଳାକାର ଅଛନ୍ତି। ମୁଁ ସେମାନଙ୍କ କତୁରୁ ମାନେ ମୋର ଯାହା ଶିଖିବା କଥା, ଯେଉଁଟା ଭଲ ଲାଗେ ସେ ଜିନିଷଟା ମୁଁ ନେଇ ଆସେ। ଶିଖିଛନ୍ତି? ବିନୋଦ ନାଥ ଗୁରୁ ହେଇନାହାନ୍ତି? ଶୁଣନ୍ତୁ, ମୁଁ ଅଭିନୟ କରିବାକୁ ଏବେ ଭଲ ପାଏ। ମୋର ଅଭିନୟ ନିଶା। ମୁଁ ଲୋକମାନଙ୍କୁ ଅଭିନୟ କରିବି। ଆପଣ ଏଇଠି ଦେଖୁଥିବେ ମୁଁ ହଲୁଥିବି କେମିତି। ମୁଁ ଆପଣ ୟା ଭିତରେ ବି ହେଇତ ମୋ ପାଖକୁ ହାତ ଗୋଡ଼ ହଲି ଯାଉଥିବ। ତେଣୁ ଅନେକ ନବାଗତ ଆସୁଛନ୍ତି, ହଁ ହଁ, ସେମାନଙ୍କୁ ୱେଲକମ୍। ମୁଁ ସେମାନଙ୍କ ସହିତ ଅଛି। ମୁଁ ସେମାନଙ୍କୁ ମୋର ସେ ନୂଆ ପିଲାମାନଙ୍କୁ ବହୁତ ମାନେ ଚାନ୍ସ ଦେଇଛି ଏବଂ ନୂଆମାନଙ୍କ ସହିତ କାମ କରିବା ପାଇଁ। ମୋର କାହା ସହିତ କାମ କରିବା ପାଇଁ ତ ଇଏ ନାହିଁ। ମୁଁ ସେମାନଙ୍କୁ ବହୁତ ଇଏ କରେ। ସେମାନେ ମୁଁ ତାଙ୍କୁ ଓଲଟି କହେ ଯେ ଆରେ ମୁଁ ଥିବା ଅବସ୍ଥାରେ ତମମାନେ ଆସିକି ଯାହା ଶିଖିବା କଥା କି ଯାହା ଇଏ କରିବା କଥା ଓଲଟି ପଚାର। ମୁଁ କହିବା ପାଇଁ ରାଜି, ସବୁ କରିବି, ଦେଖେଇବି ସବୁ ଇଏ। ତ ମୁଁ ଶିଖେଇବାରେ ମୁଁ ମଜା ପାଏ, ଜ୍ଞାନ ବାଣ୍ଟିବାରେ ମଜା ପାଏ। ଚଳଚ୍ଚିତ୍ର ଦେଖନ୍ତି? ଚଳଚ୍ଚିତ୍ର ଭଲ ପାଏ। ଓଡ଼ିଆ, ହିନ୍ଦୀ, ସବୁ ଚଳଚ୍ଚିତ୍ର ପ୍ରତି ମୋର ଭଲ ପାଇବା ବହୁତ ଅଛି। ମୁଁ ତ ଚଳଚ୍ଚିତ୍ରକୁ ପଳେଇ ଯାଉଥିଲି। ପୁଣି ଏପଟକୁ ପଳେଇ ଆସିଲି ନା। ସେ ଭାଗ୍ୟରେ ମୁଁ କ'ଣ ଜାଣିଛି କ'ଣ କେମିତି? ମୋର ଭଲ ପାଇବା ଚଳଚ୍ଚିତ୍ର, ପ୍ରଥମ ଭଲ ପାଇବାଟା ଚଳଚ୍ଚିତ୍ର ନା ମୋର। ହଁ, ଚଳଚ୍ଚିତ୍ର ଆଡ଼େ କାହିଁ ଅଟକିଗଲେ? ମୁଁ ବୁଝିପାରିଲି କଥାଟାକୁ। ମାନେ ଭାଗ୍ୟର ଇଏରେ ମୁଁ ଚକ୍ରରେ ମୁଁ ଯାତ୍ରା ଇଣ୍ଡଷ୍ଟ୍ରି ମୋର ଅଛି, ଭାଗ୍ୟ ଅଛି। କେହି କାହାକୁ ମାନେ ମାନେ କମ୍ ନୁହନ୍ତି। ବୁଝିପାରିଲେ କଥାଟାକୁ?